ମା ଆଜି ହଉଛି ସେପ୍ଟେମ୍ବର 26। ଆଜି ହଉଛି ସେପ୍ଟେମ୍ବର 26, 2025। ଠିକ ଏଇ ସେପ୍ଟେମ୍ବର 26, 1943 ମସିହାରେ ଆମ ଏଇ ଯୋଉ ଧରିତ୍ରୀ, ଆମେ ଯୋଉ ପୃଥିବୀ ପକ୍ଷ କହୁଛେ, ଠିକ ଶିଶୁ ରୂପେ ଜନ୍ମଗ୍ରହଣ କରିଥିଲେ ଆମର ଯେ ପୂଜ୍ୟ ମାମୁଁ, ଆମେ ଯାହାକୁ ମାମୁଁ ବୋଲି ଡାକୁଛନ୍ତି, ଯାହା କୁହନ୍ତି ଆଈଙ୍କୁ ଆମେ ତ ଦେଖିନୁ, ସରୋଜିନୀ ଦେବୀ ତାଙ୍କ ନାଁ ଥିଲା। ସିଏ ରଘୁନାଥ ଜୀଙ୍କର ଉପାସକ ଥିଲେ ସେ ସମୟରେ ଏବଂ ପ୍ରାର୍ଥନା କରିଥିଲେ। ଏବଂ ରଘୁନାଥ ଜୀଙ୍କୁ ଉପାସନା କରି ସେ ପ୍ରାପ୍ତ କରିଥିଲେ, ବା ସେତେବେଳେ ଆମ ମାମୁଁ ଯିଏ ଗଦାଧର ମିଶ୍ର ଜନ୍ମଗ୍ରହଣ। ତେଣୁ ନା ରଘୁ ଯିଏ ରଘୁନାଥ ଜୀଉ ଏବଂ ନାଁ ଦିଆଗଲା ଗଦାଧର, ତାମାନେ ବିଷ୍ଣୁଙ୍କର ପ୍ରତିରୂପ। ଏବଂ ତାଙ୍କର ଜୀବନ ଶୈଳୀ ଭିତରେ ଆମେ ପ୍ରଥମେ ଗୋଟେ ଆଲୋଚନା କରିଥିଲେ, ଏବଂ ତାପରେ ଆମେ ଦେଖିବା ଯେତେ ଗୁଡେ ବର୍ତ୍ତମାନ ସୁଦ୍ଧା ଆମେ ଜାଣିଛନ୍ତି, କର୍ମଯୋଗ ବିଷୟରେ ଜାଣିଛନ୍ତି, ଜ୍ଞାନ ଯୋଗ ବିଷୟରେ ଜାଣିଛନ୍ତି, ଭକ୍ତି ଯୋଗ ଜାଣିଛନ୍ତି, ଯୋଉ ଯୋଗ ମାଧ୍ୟମରେ ଭାରତ ବର୍ଷରେ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରାଯାଇଛି। ଏବଂ ଶ୍ରୀ ଅରବିନ୍ଦ ଯେତେବେଳେ ପୂର୍ଣ୍ଣ ଯୋଗ କଥା ଉଠେଇଲେ, ଏବଂ ପୂର୍ଣ୍ଣ ଯୋଗରେ ଆମେ ଜାଣିଛନ୍ତି ଯେ କର୍ମଯୋଗ, ଭକ୍ତି ଯୋଗ ବା ଜ୍ଞାନ ଯୋଗ, ଯିଏ ଯୋଉ ବ୍ୟକ୍ତି ଯାହାର ସ୍ୱଧର୍ମ ଯାହା ଅଛି, ସେ ଯୋଉ ମାଧ୍ୟମ ଦେଇକି ଯାଉନା କାହିଁକି, ଯେତେବେଳେ ସେ ପୂର୍ଣ୍ଣ ଯୋଗରେ ଯଦି ସେ ପାଦ ଦଉଛି ବା ପ୍ରଭୁଙ୍କୁ ବିଶ୍ୱାସ କରି, ଆସ୍ଥା ରଖି, ନିର୍ଭର କରି ଯେତେବେଳେ ଟ୍ରାନ୍ସଫର୍ମେସନ ପାଇଁ, ରୂପାନ୍ତର ପାଇଁ ବା ଶ୍ରୀଅରବିନ୍ଦଙ୍କୁ ନିଜ ଜୀବନରେ ନିଜ ଜୀବନରେ ହୋଇ ଉଠିବା ପାଇଁ ଶ୍ରୀଅରବିନ୍ଦଙ୍କ ତତ୍ଵ ହିସାବରେ, ପୂର୍ଣ୍ଣ ଯୋଗର ସାଧକ ହିସାବରେ ସେ ଯେତେବେଳେ ସଂକଳ୍ପ କରୁଛି, ସେତେବେଳେ ସେ ତାକୁ ତିନୋଟି ଯାକ ଯୋଗକୁ ଯିବାକୁ ପଡିବ। ପ୍ରଥମେ ସିଏ ତାର ସ୍ୱଧର୍ମ ଯାହା ସେଇଥିରୁ ସେ ଆରମ୍ଭ କରିପାରେ, କିନ୍ତୁ ଯେତେ ଯେତେ ସେ ଆଗେଇ ଆଗେଇ ଯିବେ, ଅ, ସ୍ୱତଃସ୍ଫୂର୍ତ୍ତ ଭାବରେ ତିନୋଟି ଯୋଗକୁ ସେ କଭର କରିକି ଯିବେ। ଆମ ଭାଷାରେ ଆମେ କହିଲେ କଭର କରିକି ଯିବେ। କିନ୍ତୁ ମାମୁଙ୍କ କ୍ଷେତ୍ରରେ ଦେଖନ୍ତୁ, ସିଏ ଆରମ୍ଭରୁ ବୈଷ୍ଣବ ବା ବିଷ୍ଣୁ ଏକ ଉପାସକ ହିସାବରେ ବୈଷ୍ଣବ ଆରମ୍ଭରୁ ସେ ଥିଲେ। ତେଣୁ ତାଙ୍କ ଭିତରେ ଭକ୍ତିର ଯୋଉ ପ୍ରାବଲ୍ୟ କୁହନ୍ତୁ ବା ଭକ୍ତି ଯୋଗର ଯୋଉଟା ଗୋଟେ ବେସ୍, ମୂଳ ଭିତ୍ତି, ତାଙ୍କ ଭିତରେ ସେଟା ସବୁବେଳେ ରହିଥିଲା। ତେଣୁ ଆଉ ଗୋଟେ ଦେଖନ୍ତୁ, ଆମେ ଯୋଉଟା ଦେଖିଛନ୍ତି ଆମର କ୍ଷୁଦ୍ର ମସ୍ତିଷ୍କରେ ଆମେ ଯାହା ତାଙ୍କୁ ଆମେ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ, ଏବଂ ସେପଟରେ ଜ୍ଞାନର ତ ଅସୀମ ଭଣ୍ଡାର ସିଏ। ଆପଣ ଯେତେବେଳେ ଯାହା କୁହନ୍ତୁ, ମାସିମାନଙ୍କ ତତ୍ଵ କୁହନ୍ତୁ, ଏବେ ସବୁ ବହି, ଯାହା ବହି ପଢିଲେ ସାଙ୍ଗେ ସାଙ୍ଗେ ଯେତେ କୁଇକଲି ପଢନ୍ତି ଏବଂ ପଢି ନ ସରିବା ପାଇଁ ସାରନ୍ତିନି। ମାନେ ରାମାୟଣ କଥା କୁହନ୍ତୁ, ରାମଚରିତ ମାନସ କଥା କୁହନ୍ତୁ, ଯୋଉ ବାଲ୍ମୀକି ରାମାୟଣ ପ୍ରାୟତଃ ସେ ରେଫର କରନ୍ତି। ବାଲ୍ମୀକି ରାମାୟଣ ବି ପଢିଛନ୍ତି ଏବଂ ଅନ୍ୟାନ୍ୟ ରାମାୟଣ ବି ସେ ଆଣିକି ସବୁ ପଢିଛନ୍ତି। ଏବଂ ମହାଭାରତ କଥା, ଆହୁରି ସବୁ କଥା, ଭାଗବତ, ଏ ସବୁ। ଏବଂ ତା ସହିତ ଆଉ ଗୋଟେ କଥା ଦେଖିବେ, ଯେ ମାତୃ ଶକ୍ତିର ଯୋଉଟା ଶକ୍ତି ଉପାସକ, ଯେମିତି ଆମେ ସବୁ ଦେଖିବା, ଯୋଉଟା କି ଆପଣ ଦେଖିବେ ଶ୍ରୀଅରବିନ୍ଦଙ୍କର ଯୋଉ ଯୋଗର ଯଦି ଗୋଟେ ଇନସାଇଟ ଦେଖିବେ, ଏଇଟା ହଉଛି ଶକ୍ତି ଯୋଗ। ମାନେ ଶକ୍ତି ଉପାସକ ବା ତନ୍ତ୍ରରେ ଯେମିତି ଶକ୍ତିକୁ ଆହ୍ୱାନ କରାଯାଏ, ତେଣୁ ଶ୍ରୀଅରବିନ୍ଦ କଣ କରୁଛନ୍ତି, ଅତିମାନ ଶକ୍ତିକୁ ଅବତରଣ କରି ଆଣିଛନ୍ତି ପୃଥିବୀ ପାଇଁ। ଏବଂ ଆମ ଭିତରେ ଦିଟା ଯାକ ସେଇଥିପାଇଁ କହୁଛନ୍ତି ଯେ ଶକ୍ତିକୁ ଆବାହନ ଆମେ ନିଜକୁ ପ୍ରସ୍ତୁତ କରିବା, ଏବଂ ଯୋଉ ଶକ୍ତି ଅବତରଣ କରିବ ସିଏ ଆମ ଭିତରେ କାର୍ଯ୍ୟ କରିବ। ତେଣୁ ଯେତେବେଳେ ତନ୍ତ୍ର ବା ଶକ୍ତିର ଯୋଉ ଉପାସକ ହିସାବରେ ଆପଣ ଦେଖିବେ, ସିଏ ସେଥିରେ ମଧ୍ୟ ତାଙ୍କର ଆମେ ଯାହା ଲକ୍ଷ୍ୟ ରଖିଛୁ, ଶାକ୍ତ ମଧ୍ୟ, କାହିଁକି ନା
ସେ ଯୋଉଭଳି ଭାବରେ ଦେବୀ ମାନଙ୍କ ସହିତ ବା ଶକ୍ତିଙ୍କ ସହିତ ସେ ଯୋଉଭଳି ଭାବରେ ତାଙ୍କର ନିଜର ଆଦାନ ପ୍ରଦାନ କରନ୍ତି, ଆମେ ଆଲୋଚନା ବି କରୁଥିଲେ ଯେ ସେଥିରେ ମଧ୍ୟ ସେ ଶକ୍ତିର ସେ ଉପାସକ ଥିଲେ ଏବଂ ଶକ୍ତିକୁ ମଧ୍ୟ ସେ ତାଙ୍କ ଭିତରେ ତାଙ୍କର ମୂଳଦୁଆ ଭିତରେ ବା ମୌଳିକତା ଭିତରେ ତା ରହିଥିଲେ। ଏବଂ ତେଣୁ ଜ୍ଞାନ ଯୋଗ ଏପଟରେ ଜ୍ଞାନ, ସେପଟରେ ଭକ୍ତି ଆଉ କର୍ମ ଯୋଗ କୌଣସି ଗୋଟିଏ ମୁହୂର୍ତ୍ତ ଆପଣ ଦେଖିବେ ଯେ ମାମୁଁ ତାଙ୍କ ନିଜ କର୍ମ ନିଜ କାମ ତ କେବେ ବି କାହାକୁ ଦିଅନ୍ତିନି କରିବା ପାଇଁ, କେବେ ବି ଦିଅନ୍ତି ନାହିଁ। ଶେଷ ପର୍ଯ୍ୟନ୍ତ ବି ନିଜର ପୋଷାକ ସେ ନିଜେ ଧୋଉଥିଲେ। ତାଙ୍କର ସେବା କିଏ କରିବେ ସେ କଥା ସେ କରିବାକୁ ସୁଯୋଗ ଦିଅନ୍ତିନି। ଯାହା ଟିକେ ମାଗନ୍ତି ସେଇଟା ପୁଣି ମାନେ ଆପଣ ଦିଅନ୍ତି ବା ନ ଦିଅନ୍ତି ତାର ସେ କଣ କରନ୍ତି, ସେ ମାନେ ସେ ପ୍ରତି ବି ନିରାସକ୍ତ। ଯେମିତି କୁହାଯାଏ ଯେତେବେଳେ ଭଗବାନ ଅବତରଣ କରନ୍ତି, ଇଏ ଶାରଦା ଦେବୀ କହୁଥିଲେ ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ କଥା ନେଇକି ସେ ତ କହୁଥିଲେ, କହିଲେ ସିଏ ବାହାରେ ଯୋଉ ଲୋକଙ୍କ ସହିତ ଯୋଉ ତାଙ୍କର ଭାବର ଆଦାନ ପ୍ରଦାନ କରନ୍ତି, ତାହା କାହିଁକି ସେ କରନ୍ତି, ଯଦି ସେ ଲୋକଙ୍କ ସହିତ ଏଇ ଛୋଟ ମୋଟ ଟିକେ କଥାବାର୍ତ୍ତା ବା ଛୋଟ ମୋଟର ସମ୍ପର୍କ ନ ରଖିବେ ତାହେଲେ ଏ ଶରୀର ଛାଡିକି ପଳେଇବେ। ତେଣୁ ସିଏ କାହାଠାରୁ ଟିକେ ତାଙ୍କୁ ଏଇଟା ଭଲ ଲାଗେ ବୋଲି କହିକି ଖାଆନ୍ତି ବା କାହା ସହିତ ଟିକେ ଖୁସି ଗପ ଯୋଉ ହୁଅନ୍ତି, ସେ କେବଳ ଏଇ ସକାଶେ ହୁଅନ୍ତି ଯଦ୍ୱାରା ଏଇ ଯୋଉ ଭୌତିକ ଜଗତରେ ସିଏ ରହିପାରିବେ, କାର୍ଯ୍ୟ କରିପାରିବେ। କାହିଁକିନା ଯିଏ ଉଚ୍ଚତର ଚେତନାରେ ଯିଏ ସବୁବେଳେ ଥାଆନ୍ତି, ସିଏ ଭୌତିକ ଜଗତ ସହିତ ଯଦି ତାଙ୍କର ଲିଙ୍କ ନ ରହିଲା, ଯେକୌଣସି ମୁହୂର୍ତ୍ତରେ ସେ ଛାଡିକି ପଳେଇବେ। ତେଣୁ ସେଥିପାଇଁ ସିଏ କଣ କରନ୍ତି ଯେ ଏଇ ଛୋଟ ଛୋଟ ଯେମିତି ଆମକୁ ଲାଗେ ପିଲାଳିଆ ଭଳିଆ ମାଗୁଛନ୍ତି କି, ସେ ସେଇ ପ୍ରକାରର ଭାବ ତାଙ୍କ ପାଖରେ ଥାଏ, ଯୋଉଟା କି ଆମେ ଦେଖିଛୁ ମାମୁଙ୍କ ପାଖରେ। ମାମୁଁ ଏମିତି ବ୍ୟବହାର କରିବେ ବା ଏମିତି ଗୋଟେ ଜିନିଷ ମାଗୁଥିବେ ଯେମିତି ସତରେ ଗୋଟେ ପିଲା ଟିକେ ମାଗିଲା ଭଳିଆ, ଆଉ ନଦେଲେ ଯେମିତି ତାଙ୍କୁ କଣ ତାଙ୍କର ସବୁ ଜିନିଷ ଫେଲ ହେଇଯିବ, କିନ୍ତୁ ଆପଣ ନଦେଲେ ସେ ନିରାସକ୍ତ ଭାବରେ ଚାଲିଯାଆନ୍ତି। ସେତେବେଳେ ଆଉ ଗୋଟେ କଥା ଯୋଉଟା ପ୍ରାୟତଃ ଲୋକେ ଭୁଲ ବୁଝୁଥିବେ, ମୁଁ ଜାଣିନି ଯେ ମୁଁ କହୁନି ଯେ ସମସ୍ତେ ଭୁଲ ବୁଝନ୍ତି ବୋଲି, କିନ୍ତୁ ବ୍ୟବହାରିକ ଦୃଷ୍ଟିକୋଣରୁ ଲୋକେ ଭୁଲ ବୁଝିବା ସ୍ୱାଭାବିକ ଯେ ଭାବନ୍ତି ମାମୁଁ ବୋଧେ ଅଭିମାନ କରନ୍ତି। ଆପଣ ଦେଖିବେ ଯେତେବେଳେ କୌଣସି କଥାରେ ଆମେ ଯୋଉଟା ଆମ ଭାଷାରେ ମାମୁଁ ଅଭିମାନ କରିଛନ୍ତି ବୋଲି ଆପଣ ଜାଣିବେ, ସେତେବେଳେ ସେ ଆପଣଙ୍କ ସହିତ କଥା ହେବେନି। ଏଇ କଥା ଲୋକେ କହନ୍ତି, କିନ୍ତୁ ପ୍ରକୃତରେ ତାର ଗଭୀର ତତ୍ତ୍ୱକୁ ଯାଇକି ଯଦି ଦେଖିବେ, ଶ୍ରୀକୃଷ୍ଣଙ୍କୁ କୁହାଯାଏ ସେ ଭାରି ଅଭିମାନୀ, ଭାରି ଅଭିମାନୀ ସିଏ। ଯଦି ତାଙ୍କୁ ଆପଣ ପୂର୍ଣ୍ଣତଃ ପୂର୍ଣ୍ଣତଃ ତାଙ୍କ ଉପରେ ନିର୍ଭରତା ରଖିନାହାନ୍ତି, ତେବେ ସିଏ ଆପଣଙ୍କ ପାଖକୁ ଆସନ୍ତି ନାହିଁ ବା ଆପଣ କାର୍ଯ୍ୟ କରନ୍ତି ନାହିଁ। ଯେମିତି ବର୍ଣ୍ଣନା କରାଯାଏ ଯେ ଦ୍ରୌପଦୀ ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କରି ନଦେଲେ ହାତ ଟେକିକିରି, ସେ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଅପେକ୍ଷା କରିଥିଲେ। ପ୍ରକୃତରେ ତାର ଗୂଢ ତତ୍ତ୍ୱକୁ ଦେଖନ୍ତୁ। ମାମୁଙ୍କର ମୁଁ ସେ ଜିନିଷଟି ଆମେ ଦେଖିଛି, ଆମେ ସମସ୍ତେ ଦେଖିଛୁ ଯେ ସେ କାହିଁକି ସେମିତି କରନ୍ତି, ତାର କାରଣ ଦେଖନ୍ତୁ। ତାର କାରଣ ହଉଛି, ଯଦି ଆପଣ ପୂର୍ଣ୍ଣ ନିର୍ଭରତା ରଖିନାହାନ୍ତି, ତେବେ ସେ ଯୋଉ ଶକ୍ତିଟି ଆପଣଙ୍କୁ ସେ ଦେବେ, ଆପଣଙ୍କ ଭିତରେ ସେ ଶକ୍ତି ଯୋଉ କାର୍ଯ୍ୟ କରିବ, ସେ ଶକ୍ତିଟି ଆପଣଙ୍କ ପାଖକୁ ପ୍ରେରଣ କରିବେ। ବାସ୍ ଯଦି ଆପଣ ପୂର୍ଣ୍ଣ ନିର୍ଭରତା ରଖି ନାହାନ୍ତି, ତାହେଲେ କଣ ହବ, ସେ ଶକ୍ତି ଆପଣଙ୍କ ପାଖକୁ ଆସିକି ଯେତେବେଳେ କାର୍ଯ୍ୟ ନ କରିପାରିବ, ସେତେବେଳେ ଆପଣଙ୍କର କ୍ଷତି ସାଧନ। ତେଣୁ ସିଏ କଣ କରନ୍ତି, ସିଏ ପୂର୍ଣ୍ଣ ନିର୍ଭରତା ପୂର୍ଣ୍ଣ ଆସ୍ଥା ଡିମାଣ୍ଡ କରନ୍ତି। ଏଇଥିପାଇଁ ଡିମାଣ୍ଡ କରନ୍ତି ନାହିଁ ଯେ ଯେମିତି ଅହଂକାରୀ ବ୍ୟକ୍ତିଟିଏ ସିଏ କହେ ଯଦି ତମେ ମତେ ମାନ ସମ୍ମାନ ନଦେଲ, ତେବେ ମୁଁ ତୁମକୁ ମର୍ଯ୍ୟାଦା ଦେବି ନାହିଁ, ତୁମକୁ ସ୍ଥାନ ଦେବି ନାହିଁ, ତୁମକୁ ଲୋକ ପରିଚୟ କରିବି ନାହିଁ। ଲୋକ ବେଳେ ବେଳେ କହନ୍ତି ଯେ ମୁଁ ତତେ ପରିଚୟ ଦେଇଛି। ଇଏ ହଉଛି ଅଭିମାନୀ ବ୍ୟକ୍ତି। ଆପଣ ଫରକ ଜାଣିପାରିବେ। ମାମୁଙ୍କ କ୍ଷେତ୍ରରେ ଦେଖିବେ, ସିଏ ସମସ୍ତଙ୍କୁ କାର୍ଯ୍ୟ ପାଇଁ ଆଗକୁ କରନ୍ତି ଏବଂ ପଛରୁ ପ୍ରେରଣା ଦିଅନ୍ତି, ଉତ୍ସାହ ଦିଅନ୍ତି, କିନ୍ତୁ ସେ କେବେ ବି କୋଉଠି କହିନାହାନ୍ତି ଯେ ମୁଁ ତିଆରି କରିଛି ଏମାନଙ୍କୁ।
କେବେ ବି। କାହିଁକି ନା ସେ ଅଭିମାନିନୀ ଅଭିମାନୀ ବୋଲି ଆପଣ ସିନା ଭାବି ପାରନ୍ତି, କିନ୍ତୁ ଇଗୋ ନାହିଁ ବୋଲି ତାକୁ ସେଇଟା ଅଭିମାନ ବୋଲି ଆପଣ ଗ୍ରହଣ ଆପଣ କହିବା ଯଦି ଯଦି କହୁଛନ୍ତି ଭୁଲ କହୁଛନ୍ତି। ଯୋଉଠି ଇଗୋ ଥାଏ ସେଠି ଏକ୍ସପ୍ରେସନ ଥାଏ ଯେ ମୁଁ ତିଆରି କରିଛି, ଆମେ ତିଆରି କରୁଛୁ, ଏ ସବୁ ଇଗୋର ଲକ୍ଷଣ। କିନ୍ତୁ ତାଙ୍କ ପାଖରେ ସେ ଜିନିଷ କିଛି ନାହିଁ। ସିଏ ଅଭିମାନ, ସେ ଯୋଉ ନୀରବ ରୁହନ୍ତି ଏଇ ସକାଶେ ନୀରବ ରୁହନ୍ତି ଯେ ଆପଣଙ୍କର କ୍ଷତି ନ ହଉ। କାହିଁକିନା ସିଏ ଦେଖନ୍ତୁ ମାଙ୍କୁ ଥରେ ଜଣେ ସାଧକ ପଚାରିଲେ ଯେ ମା ଆପଣ ତ ଆମ ପାଖରେ ଅଛନ୍ତି, କୋଉଟା କାର୍ଯ୍ୟ କରିବା କଥା କୋଉଟା କାର୍ଯ୍ୟ କରିବା କଥା ନୁହଁ ଆପଣ ଆମକୁ ସିଧାସଳଖ କହିଦଉନାହାନ୍ତି। ଆପଣ ଲେଖି ଦିଅନ୍ତୁ ନିର୍ଦ୍ଦେଶ ଏୟା ଏୟା ଆପଣ କରିବେ, ଆମକୁ କହିଦିଅନ୍ତୁ ଆମେ ସେୟା ସେୟା କରିବୁ। ମା କହିଲେ ତମେ ଯୋଉ ସଂକଳ୍ପ କର, ମନେ କରାଯାଉ ଏଇ ସମୟରେ ମୁଁ ଦାନ୍ତ ଘଷିବି, ଠିକ ସେଇ ସମୟରେ ତୁମେ ଦାନ୍ତ ଘଷି ପାର ତ? ତୁମ ସଂକଳ୍ପକୁ ତୁମେ ରକ୍ଷା କରିପାର ତ? ସିଏ କହିଲେ ନା ମା କଣ ସବୁବେଳେ ସେମିତି ହୁଏ? ତେବେ ମୁଁ ଯଦି ତୁମକୁ ନିର୍ଦ୍ଦେଶ ଦେବି, ଯଦି ତୁମେ ତାହା ରକ୍ଷା ନ କରିପାର, ମୁଁ ତୁମ ପ୍ରତି ଦୟାର୍ଦ୍ଦ ହେବି ଏବଂ ତୁମ ପ୍ରତି ମୋର ଅନୁକମ୍ପା ରହିଛି, ତେଣୁ ତୁମକୁ ମୁଁ କ୍ଷମା କରିଦେବି ବା କିଛି କରିବି, ମାନେ କିଛି ତୁମର କ୍ଷତି କରିବି ନାହିଁ। କିନ୍ତୁ ଯୋଉ ଶକ୍ତି ମାନେ, ଯେତେବେଳେ ମୁଁ ଗୋଟେ ନିର୍ଦ୍ଦେଶ ଦେଇ ଦେଇଛି, ସେ ଶକ୍ତି ମାନଙ୍କର ଦାୟିତ୍ୱ ହଉଛି ଯେ ମୋର ନିର୍ଦ୍ଦେଶକୁ ପାଳନ କରିବା। ଯେତେବେଳେ ତୁମେ ମୋ ନିର୍ଦ୍ଦେଶକୁ ପାଳନ ନ କଲ, ସେ ଶକ୍ତି ମାନେ ତୁମକୁ ଆଉ କ୍ଷମା ଦେବେ ନାହିଁ, ତୁମେ ହଇରାଣରେ ପଡିଯିବ, ତୁମ ପ୍ରତି ବିପଦ ଆସିଯିବ। ତେଣୁ ମାମୁଁ ଯୋଉ ନୀରବ ରୁହନ୍ତି, ଆମେ ଭାବୁଛେ ଆମ ସହିତ କଥା ହଉନାହାନ୍ତି, ଅଭିମାନ କରିଛନ୍ତି, ପ୍ରକୃତରେ ସେଇଟା ଅଭିମାନ ନୁହଁ ତାଙ୍କର। ସିଏ ଜାଣି ଶୁଣିକି ନୀରବ ରୁହନ୍ତି, କାରଣ ସିଏ ଯଦି ନୀରବ ନ ରହୁଛନ୍ତି, ସିଏ ଯଦି ଧରାଯାଉ ଆମ ସହିତ କଥା ହେବେ, ତେଣୁ ସ୍ୱାଭାବିକ ଭାବେ କଣ ହବ ନା ଯୋଉ କଥାଟା କହିବା କଥା ଆପଣଙ୍କୁ କହିବେ, ଆପଣ ତ ଶୁଣୁନାହାନ୍ତି ତାଙ୍କ କଥାଟି, କରୁନାହାନ୍ତି କାମଟି, ସେଇ କାମଟି ସେ ଯୋଉ କାମଟି କହିଛନ୍ତି। ଯଦି ସେ ଆପଣଙ୍କୁ ନିର୍ଦ୍ଦେଶ ଦେଇଦେଲେ ଏବଂ ଆପଣ ସେ କାମଟି ନ କଲେ, ତେବେ କଣ ହବ ନା ଆପଣଙ୍କର ଅହିତ ହବ। କିନ୍ତୁ କିନ୍ତୁ ଯୋଉମାନେ ଇଗୋ ସେଣ୍ଟର୍ଡ ବ୍ୟକ୍ତି, ସେମାନେ କଣ କରନ୍ତି, ସେମାନେ ଆପଣଙ୍କ ସହିତ କଥା ହେବେନି, ଅଭିମାନ କରିବେ। ଆପଣଙ୍କୁ ମନେ କରାଯାଉ କୌଣସି ଜାଗାରେ ଆପଣଙ୍କୁ ଫ୍ରଣ୍ଟକୁ ଆଣିବା କଥା, ସେ ଫ୍ରଣ୍ଟକୁ ଆଣିବେନି। ଜାଣି ଶୁଣିକି ଆପଣଙ୍କୁ କଣ କରିବେ, ଆଭଏଡ କରିବା ପାଇଁ ଆଉ ଜଣଙ୍କୁ ଆଣିକି ଆଗରେ ଠିଆ କରିଦେବେ। ଯେମିତି କଥାରେ କହନ୍ତି ଆପଣଙ୍କ ନାଁ ଦେବେ ନାହିଁ, ଯଦି ଆପଣଙ୍କ ନାଁ ଥିବ ନାଁ କାଟିଦେବେ। ମାନେ ଜଣେଇବାକୁ ଚାହାନ୍ତି ଯେ ମୁଁ ତୋ ଉପରେ ରାଗିଛି, କାହିଁକି ନା ତୁମ କଥା ମୋ କଥା ଅନୁସାରେ କାମ କଲୁ ନାହିଁ, ମତେ ସମ୍ମାନ ଦେଲୁ ନାହିଁ, ଇତ୍ୟାଦି ଇତ୍ୟାଦି। ଇଏ ହଉଛି ଇଗୋ ସେଣ୍ଟର୍ଡ ବ୍ୟକ୍ତି। କିନ୍ତୁ ସିଏ କଣ କରନ୍ତି, କିଛି ନାହିଁ, ସିଏ ଦେଖନ୍ତି ଉପଯୁକ୍ତ ଆଧାର କିଏ। ତାଙ୍କର ଆପଣ ତାଙ୍କ କଥା ଶୁଣୁନାହାନ୍ତି ବୋଲି ସେ ଆପଣଙ୍କ ଉପରେ ରାଗ ରଖନ୍ତି ନାହିଁ, ଆପଣଙ୍କୁ ହଇରାଣ କରିବା ପାଇଁ କିଛି ଚେଷ୍ଟା କରନ୍ତି ନାହିଁ, ସିମ୍ପଲି ନୀରବ ରହନ୍ତି। ଏଇଥିପାଇଁ ନୀରବ ରହନ୍ତି, ମନେ ରଖିବେ, ଆମର ଅହିତ ସାଧନ ନ। ଇଏ ଯୋଉ ବ୍ୟକ୍ତିତ୍ୱ ତାଙ୍କର, ଇଏ ବ୍ୟକ୍ତିତ୍ୱ ମାନେ ସାଧାରଣ ମନୁଷ୍ୟ ବ୍ୟକ୍ତିତ୍ୱ ନୁହେଁ। ତେଣୁ ତାଙ୍କ ଭିତରେ ଦେଖନ୍ତୁ ମାନେ ବିଷ୍ଣୁଙ୍କର ସିଏ ନିଜେ ଯେ ରୂପ ଗ୍ରହଣ କରିକି ଆସିଛନ୍ତି ଏବଂ ଏପଟରେ ଦେବୀଙ୍କର ନିର୍ଦ୍ଦେଶ ଅନୁସାରେ ଯୋଉ କାର୍ଯ୍ୟଟି ପୃଥିବୀ ପୃଷ୍ଠରେ ସେ ହବ, ତାକୁ ସିଏ ବହୁତ ଚେଷ୍ଟା କରିକି ଦେଖନ୍ତୁ ସମଗ୍ର ଓଡିଶାରେ ମାଙ୍କ କଥା ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚିବା ପାଇଁ ସେ ଯୋଉ କାର୍ଯ୍ୟ କରି କରି ଗଲେ, ତାହା ଅବର୍ଣ୍ଣନୀୟ। ଏବଂ ବାବାଜୀ ମହାରାଜ ଆଶ୍ରମରେ ରହି ମାଙ୍କୁ କେମିତି ଓଡିଶା ଲୋକ ଜାଣିବେ, ସେ ଯୋଉ ପ୍ରୟାସଟି ଆରମ୍ଭ କଲେ, ତାଙ୍କର ଅନେକ ଯନ୍ତ୍ର ଭିତରେ ଆମେ କହିବା ଯେ ମାମୁଁ ଜଣେ ଯନ୍ତ୍ର। କିନ୍ତୁ ମାମୁଁ ନିଜେ ସ୍ୱତଃ ଆଦେଶ ପ୍ରାପ୍ତ ବ୍ୟକ୍ତି, ଯିଏକି ସେ ନିଜେ ଆଦିଷ୍ଟ ହେଇକି ଆସିଛନ୍ତି, ବାହାରକୁ ବାହ୍ୟତଃ ଭାବରେ। ବାବାଜୀ ମହାରାଜ ସିଏ ତ ମୁକ୍ତ ଆତ୍ମା, ତେଣୁ ମୁଁ କହିପାରିବି ନାହିଁ ଆକ୍ଚୁଆଲି କିଏ କୋଉ ସ୍ତରର ବୋଲି, କାହିଁକିନା ମୋର ସେମିତି ସାମର୍ଥ୍ୟ କିଛି ନାହିଁ। ତେଣୁ ମାଙ୍କ କଥାକୁ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବା ପାଇଁ ଯୋଉ ଯୋଉ ପ୍ଲାଟଫର୍ମ ଦରକାର, ଯୋଉ ଯୋଉ ପ୍ରସ୍ତୁତି ଦରକାର, ସବୁ ପ୍ରସ୍ତୁତି ଯାହା ତାଙ୍କ ଭିତରେ ପ୍ରେରଣା ଆସିଲା, ଯାହା ତାଙ୍କ ଭିତରେ ଯୋଉ ଆପଣ କହିପାରନ୍ତି
ମାଙ୍କର ଆଦେଶ ଆସିଲା ତାକୁ ସେ ପୂର୍ଣ୍ଣ ଭାବରେ ପରିପ୍ରକାଶ କରିବା ପାଇଁ ଖାଲି ଯନ୍ତ୍ର ଖୋଜୁଥାନ୍ତି। ଏବଂ ଯେମିତି ଭଗବତୀ ମା ଭଗବତୀ କହିଲେ ଯେ ତାଙ୍କର କାର୍ଯ୍ୟ ପାଇଁ ଅସୁର ପିଶାଚ ମାନଙ୍କୁ ମଧ୍ୟ ସେ ବ୍ୟବହାର କରନ୍ତି। ମାମୁଁ ବି ବ୍ୟକ୍ତିର ତାର ଯୋଉ ବାହାର ପାର୍ଟରେ କଣ ଅଶୁଦ୍ଧତା ରହିଛି ତାକୁ କେବେ ଦେଖିନାହାନ୍ତି। ଆପଣ ଦେଖନ୍ତୁ ତାଙ୍କ କାର୍ଯ୍ୟଧାରାରେ ସମସ୍ତଙ୍କୁ ସେ ସମାନ ସୁଯୋଗ ଦେଇଛନ୍ତି। ବ୍ୟକ୍ତି ଯୋଉ ବ୍ୟକ୍ତି ଯୋଉ ଚେତନାରେ ରହିଛି ସେ ତାକୁ ଗ୍ରହଣ କରିପାରିଛି କି ଗ୍ରହଣ କରିପାରିନି। ଯେତେବେଳେ ସେ ଗ୍ରହଣ କରିପାରିନି, ସେ ନିଜେ ଅଯୋଗ୍ୟ ହେଇଛି, ସେତେବେଳେ ସେ ତାଙ୍କୁ ଦୋଷ ଦିଏ। ଯେମିତି ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଦୋଷ ଦେଲେ। ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ କଣ କହିଲେ? ମାନେ ତାଙ୍କୁ ତ ସେ କହୁଥିଲେ ମାୟାବୀ ବୋଲି। ଯାଇଥିଲେ ପ୍ରେରଣ ଶକୁନିଙ୍କର କଥାରେ ହଉ ବା ଯାହା ବି ହଉ, ଯାଇଥିଲେ ଶ୍ରୀକୃଷ୍ଣ ନିମନ୍ତ୍ରଣ କରିବା ପାଇଁ, ନିଜ ପକ୍ଷରେ ଯୁଦ୍ଧ କରିବା ପାଇଁ। କିନ୍ତୁ ଯେତେବେଳେ ଶ୍ରୀକୃଷ୍ଣ ଅପସନ ଦେଲେ, କଣ ଅପସନ ଦେଲେ? ଯେ ମୁଁ ଏକାକୀ ରହିବି ଗୋଟିଏ ପଟେ, ମୋର 7 ଅହକ୍ଷିଣୀ ସୈନ୍ୟ ଯିଏକି ଅପରାଜୟ ବୀର ସେତେବେଳେ ଥିଲେ, ସେମାନେ ରହିବେ ଗୋଟିଏ ପଟରେ ଏବଂ ମୁଁ ଅସ୍ତ୍ର ଧରିବି ନାହିଁ। ତୁମେ କାହାକୁ ବାଛିବ? ସିଏ ବାଛିଲେ କାହାକୁ? 7 ଅହକ୍ଷିଣୀ ସୈନ୍ୟ। କିନ୍ତୁ ଆମେ ପଢୁଥିଲେ ଥର୍ଡ ଅପରେଜରେ ପ୍ରଭୁ କହୁଛନ୍ତି ଯେ ଯଦି ନିହତ୍ଥା ନିରସ୍ତ୍ର ଭଗବାନ ଯଦି ଗୋଟିଏ ପଟେ ଠିଆ ହୁଅନ୍ତି ତେବେ ତୁମେ ତାଙ୍କୁ ହିଁ ବାଛିବ। ଯୋଉଟା କି ମା ତାଙ୍କ ଯୋଉ ମାମୁଁ ତାଙ୍କ ଜୀବନ କାଳ ଭିତରେ କେବଳ ମାଙ୍କୁ ବାଛିଲେ ଏବଂ ମାଙ୍କୁ ବାଛିଲା ବେଳେ ବ୍ୟକ୍ତିମାନଙ୍କୁ ସେ ଯେତେବେଳେ କାର୍ଯ୍ୟ ପାଇଁ ଯନ୍ତ୍ର ରୂପେ ବ୍ୟବହାର ମାନେ ଆଣିଛନ୍ତି ପାଖକୁ, ସେତେବେଳେ କାହାର ଅଶୁଦ୍ଧତା ରହିଛି ତାକୁ ସେ ଦେଖିନାହାନ୍ତି। ସମସ୍ତଙ୍କୁ ସମାନ ଭାବରେ ସୁଯୋଗ ଦେଇଛି। ବର୍ତ୍ତମାନ ନିର୍ଭର କରିଛି ବ୍ୟକ୍ତି ଉପରେ। ସେ ବ୍ୟକ୍ତି ଯଦି ଅନ୍ତର ପ୍ରସ୍ତୁତି ରହିଛି ତେବେ ତାକୁ କାର୍ଯ୍ୟରେ ପରିଣତ କରିଛି ଏବଂ ଦେଖାଯାଇଛି ଯେ ସେ ସୁଯୋଗ ପାଇଛି। କିନ୍ତୁ ଅନ୍ୟ ଲୋକଟି ଭାବୁଛି ଯିଏ ନିଜକୁ ପ୍ରସ୍ତୁତ କରିନାହିଁ, ସିଏ ଭାବୁଛି ଯେ ମୋ ପ୍ରତି ଅବିଚାର ହେଇଛି, ମୋ ପ୍ରତି ଅନ୍ୟାୟ ହେଇଛି, ମତେ ଠକିଦେଲେ ଇତ୍ୟାଦି ଇତ୍ୟାଦି। ଇଏ ହଉଛି ବ୍ୟକ୍ତିର ଚେତନା ସ୍ତରର ସ୍ଥିତି ଅନୁସାରେ ସିଏ କଣ କରୁଛି ତାକୁ ଗ୍ରହଣ କରୁଛି। ସବୁ ସମୟରେ ସେୟା ହୁଏ। ଆପଣ ଦେଖନ୍ତୁ 3 ଜଣ ତପସ୍ୟା କଲେ। ବିଭୀଷଣ ତପସ୍ୟା କଲେ, ରାବଣ ତପସ୍ୟା କଲେ, କୁମ୍ଭକର୍ଣ୍ଣ ତପସ୍ୟା କଲେ। 3 ଜଣଙ୍କୁ ବ୍ରହ୍ମା ଆସିଲେ ବର ଦେବା ପାଇଁ, କିନ୍ତୁ 3 ଜଣ ଭିନ୍ନ ଭିନ୍ନ ବର ଗ୍ରହଣ କଲେ। କାରଣ ଚେତନାର ଅବସ୍ଥା ଅନୁସାରେ, ପ୍ରସ୍ତୁତି ଅନୁସାରେ ବ୍ୟକ୍ତି କଣ କରେ, ଯୋଉ ଶକ୍ତି ବି ଅବତରଣ କରୁନା କାହିଁକି ତାକୁ ସେ ତା ଅନୁସାରେ ଗ୍ରହଣ କରେ। ଏବଂ ମାମୁଙ୍କ କ୍ଷେତ୍ରରେ ଆହୁରି ଅନେକ ଜିନିଷ ଆପଣ ଦେଖିବେ ଯେ ମାଙ୍କ ଉପରେ ତାଙ୍କର ଯୋଉ ନିର୍ଭରତା ସବୁ କ୍ଷେତ୍ରରେ ଦେଖିବେ ଏବଂ ତାଙ୍କ ଭିତରେ ଗୋଟେ ହ୍ୟୁମିଲିଟି ଯୋଉଟା ବିନମ୍ରତା ଦେଖିବେ। ମାନେ ଇଗୋ ପୁରା ସାଇଡରେ। ଏପରିକି ଯେମିତି କୃଷ୍ଣ ସବୁବେଳେ କୁହନ୍ତି ଯେ ମୁଁ ପଛରେ ରହିବି, ସବୁବେଳେ ପଛରେ ଥାନ୍ତି। ମାମୁଁ ଇଭିନ ଆପଣ ମାମୁଁ କହିବେ ଯେ ମୋ ନାଁ ନ ରହୁ, ମୁଁ ଚେୟାରରେ ବି ଯାଇ ବସିବି ନାହିଁ, କୋଉଠି ଗୋଟେ ସାଇଡରେ ବସିଥିବେ ଏବଂ ଫଟୋ ଉଠଉଥିବେ, ଯାଇକି ସାଇଡରେ ବସିଥିବେ, ତାଙ୍କୁ କେହି ନ ଚିହ୍ନନ୍ତୁ। ଇଏ ଏଇଟା ଆପଣ ଚିନ୍ତା କରନ୍ତୁ ଯେ ନିଜର ଇଗୋକୁ, ମନେକର ଯୋଉ କୋଉ ବ୍ୟକ୍ତି ଭିତରେ ଯଦି ଇଗୋ ଥିବ ତାକୁ କଣ୍ଟ୍ରୋଲ କରିବା ପାଇଁ ଇଏ ବି ଗୋଟେ ଉପାୟ ଆମେ ମାମୁଙ୍କ ପାଖରୁ ଶିଖିବା। ଯେ ଚେଷ୍ଟା କରିବା ଯେ ନିଜକୁ ସବୁବେଳେ ଫ୍ରଣ୍ଟକୁ ନ ଆଣିବା। ଦେଖନ୍ତୁ ବ୍ୟକ୍ତି ଯେତେବେଳେ ପ୍ରାଣିକ ନିମ୍ନ ପ୍ରାଣରେ ଥାଏ ବା ଇଗୋ ସେଣ୍ଟର୍ଡ ହେଇଥାଏ, ସିଏ ସବୁବେଳେ କହେ ମୁଁ ଫ୍ରଣ୍ଟରେ ରହିବି, ମୋ କଥା ସମସ୍ତେ ଶୁଣନ୍ତୁ, ମୁଁ ଆଗରେ ରହିବି, ମୁଁ ସବୁବେଳେ ହଉଥିବି। ମାମୁଙ୍କ ପାଖରେ ଦେଖିବେ ତାଙ୍କ ଜୀବନ କାଳ ଭିତରେ ସବୁ ଜାଗାରେ ସେ ଏତେ ବିନମ୍ର ହେଇକି ରହିଥିବେ, କିଛି କୌଣସି ଜାଗାରେ ଅଭିଯୋଗ ନାହିଁ, କୌଣସି ଜାଗାରେ ଅଭିଯୋଗ ନାହିଁ। ଆଉ ତାଙ୍କର ବ୍ୟକ୍ତିଗତ କଣ ଅଭିବୃଦ୍ଧି ବା ବ୍ୟକ୍ତିଗତ ସ୍ତରରେ ସେ କୋଉଥିଲେ ସେ କଥା ତ ଆମେ କହିପାରିବୁନି। କିନ୍ତୁ ଆମେ ବି ଦେଖିଛୁ ସିଏ ଛୋଟ ଛୋଟ ଯେତେବେଳେ କାମ କରୁଥିବେ ସିଏ ଏତେ ବିନମ୍ର ଭାବରେ ଆପଣଙ୍କୁ ଡାକୁଥିବେ, ଯେମିତି କହିବେ ଆଉ ତମ ପାଖରେ ଟିକେ ସମୟ ଅଛି, ଟିକେ ଆସିପାରିବ? ଆଉ ଠିକ ଅଛି ହଉ ହଉ। ଆଉ ଯଦି ତମେ ଆଚ୍ଛା ଠିକ ଅଛି ଚଳିବ, ଆଉ ଟିକେ ବସୁନ। ଏଇଟା ହଉଛି ଯୋଉ ବିନମ୍ରତାର ଏଇ ସବୁ କେତେ ଗୁଟେ ଲକ୍ଷଣ, କେତେ କଥା ରହିଛି। ଏବଂ ଆପଣ
ତାଙ୍କର କୋଉ ଷ୍ଟେପ କେତେବେଳେ ନେବେ, କୋଉ ଷ୍ଟେପ ସେ କେତେବେଳେ ନେବେ, ଇଏ ବିଷୟ ଉଁ, ଯେମିତି ଅଭ୍ରାନ୍ତ ଭାବରେ ସିଏ ତାକୁ ମ୍ୟାନେଜ କରେ। ତ ପରିବେଶ ପରିସ୍ଥିତିକୁ ଆମେ ଆମେ ଭବିଷ୍ୟତକୁ ଦେଖିପାରୁ। ଆମେ ବର୍ତ୍ତମାନ ସ୍ଥିତିରେ ଥାଇ ଆମେ ଚିନ୍ତା କରୁ। ସିଏ ସବୁବେଳେ ମାନେ ତାଙ୍କ କାର୍ଯ୍ୟ ସରିବାର 5-10 ବର୍ଷ ପରେ ଆମେ ବୁଝିପାରୁ ଯେ କଣ ପାଇଁ ସେ ସେ କାମଟି କରିଥିଲେ। ଦେଖନ୍ତୁ, ବ୍ୟବହାରିକ ଜ୍ଞାନରେ ଆମେ ଯୋଉ ତଥାକଥିତ ସାଧାରଣ ମଣିଷର ଯୋଉ ବ୍ୟବହାରିକ ଜ୍ଞାନ, ସେତେବେଳେ ସେଥିରେ ସିଏ ଅପରିପକ୍ୱ ଭଳିଆ ଲାଗୁଥିବ। କିନ୍ତୁ ଯେତେବେଳେ ଇନର ୱାର୍କରେ ଏବଂ ଓଡିଶାର ଅର୍ଗାନାଇଜେସନ ୱାର୍କରେ ସିଏ ଗୋଟାଏ ବି କଥା ଭୁଲନ୍ତିନି, ଗୋଟାଏ ବି କଥା ଭୁଲନ୍ତି। ଇଏ ତାଙ୍କର ମାନେ ଆପଣ କୁହନ୍ତୁ ଇଗୋ ଉପରେ ଜୟ କୁହନ୍ତୁ, ଏବଂ ସମସ୍ତଙ୍କ ପ୍ରତି ଭଲ ପାଇବା କୁହନ୍ତୁ, ଏବଂ ନିଃସ୍ୱାର୍ଥପରତା କୁହନ୍ତୁ, ଏବଂ ମାଙ୍କ ପ୍ରତି ପରମଙ୍କ ପ୍ରତି ତାଙ୍କର ସମର୍ପିତ ଭାବ କୁହନ୍ତୁ, ଏବଂ ଦୈନନ୍ଦିନ ଜୀବନର ଆମେ ଯୋଉ ବଞ୍ଚୁଛନ୍ତି ଏବଂ ଆଧ୍ୟାତ୍ମିକ ଜୀବନ, ତା ଭିତରେ ସେ କିପରି ଗୋଟେ ସେତୁ ଭଳିଆ କାମ କରିବେ, ଶିକ୍ଷା କ୍ଷେତ୍ରରେ, ସବୁ କ୍ଷେତ୍ରରେ, ସବୁ କ୍ଷେତ୍ରରେ କେମିତି ବ୍ୟକ୍ତି ବ୍ୟକ୍ତି ତାର କର୍ମ କ୍ଷେତ୍ରରେ, ଯୋଉ କର୍ମ କ୍ଷେତ୍ରରେ କଲେକ୍ଟିଭଲି, ଇଣ୍ଡିଭିଜୁଆଲି ସିଏ ଉଚ୍ଚତର ଶକ୍ତି ପାଇଁ ଅତି ମାନସ ଆମେ ଯୋଉଟା ଆମେ ପ୍ରୟାସ କରୁଛୁ, କେବଳ ଆମେ ତ ଯନ୍ତ୍ର ହେଇଛୁ କି ନାହିଁ ଏପର୍ଯ୍ୟନ୍ତ ବି ପୂର୍ଣ୍ଣ ଭାବେ ସଚେତନ ହେଇନାହାନ୍ତି। କିନ୍ତୁ ସିଏ କଣ କରୁଥିଲେ, ପ୍ରତ୍ୟେକ ବ୍ୟକ୍ତି କିପରି ତାର ଯନ୍ତ୍ର ହବ ସେଥିପାଇଁ ସୁଯୋଗ ଗୁଡାଏ ସୃଷ୍ଟି କରୁଥିଲେ। ସେଭଳିଆ ମହାନ ବ୍ୟକ୍ତି ଆମେ ମଣିଷ ରୂପ ଗ୍ରହଣ କରିଛନ୍ତି, ତେଣୁ ଆମେ ମଣିଷ ବୋଲି କହୁଛୁ। କିନ୍ତୁ ଦେବ ଆଦିଷ୍ଟ ମୁକ୍ତ ଆତ୍ମା ଆସିଥିଲେ, କାମ କରିଲେ ଏବଂ କାର୍ଯ୍ୟ ସାରିଲେ। ଆମକୁ ଦେଖାଯାଉଛି କାର୍ଯ୍ୟ ସରିନାହିଁ, କିନ୍ତୁ ସିଏ ତାଙ୍କ କଣ ନିର୍ଦ୍ଦେଶ ଏବଂ ସେ କେତିକି କାର୍ଯ୍ୟ କରିବାକୁ ଆସିଥିଲେ ସେ କଥା ସିଏ ଜାଣିଛନ୍ତି, ମା ଜାଣିଛନ୍ତି। ତେଣୁ ଆମେ ଆମ ଜୀବନ କ୍ଷେତ୍ରରେ ଆମେ ସଚେତନ ହବା, ପ୍ରତ୍ୟେକ ପରିସ୍ଥିତିରେ କିପରି ସବୁ ଯାକ ଆମର ଚିନ୍ତା, ଚେତନା, କର୍ମ, ଭାବନା ସବୁ ଯାକ କିପରି ମାତୃକୈନ୍ଦ୍ରିକ ହବ ଏବଂ ମାଙ୍କୁ ହିଁ ପରିପ୍ରକାଶ କରିବ, ଯୋଉଟା ବାରମ୍ବାର ସେ କହୁଥିଲେ ଯେ ତୁମେ ହଉଛ ସତ୍ୟର ରିପ୍ରେଜେଣ୍ଟେଟିଭ, ମାଙ୍କର ରିପ୍ରେଜେଣ୍ଟେଟିଭ। ତେଣୁ ସେଇ ଅନୁସାରେ ତୁମକୁ ପ୍ରିପେୟାର କର। ତେଣୁ ଆମେ ସେଇ ଅନୁସାରେ ଆମକୁ ନିଜକୁ ପ୍ରିପେୟାର କରିବା। ଆମେ ସଂକଳ୍ପ କରିବା ଯେ ଆମେ ପୂର୍ଣ୍ଣ ରୂପରେ ମାଙ୍କର ଯନ୍ତ୍ର ହୋଇ ଉଠିବା ପାଇଁ ନିରନ୍ତର ନିରନ୍ତର ଆସ୍ପୃହା ଆମ ଭିତରେ ବଳବତ୍ତର ରହୁ। ଆଟଲିଷ୍ଟ ଏତିକି ଆଗ ହଉ, ଆସ୍ପୃହାଟି ବଳବତ୍ତର ରହୁ, ତାପରେ ଆଉ ଯାହା କାମ ମା କରିବ। ଆମେ ପ୍ରାର୍ଥନା କରିବା ମାଙ୍କୁ, ଆମ ଭିତରେ ଏଇ ଆସ୍ପୃହାଟି ବି ବଳବତ୍ତର ରହୁ, ଯେ ଆମେ ମାଙ୍କର ପୂର୍ଣ୍ଣ ଭାବରେ ଯନ୍ତ୍ର ହୋଇ ଉଠିବା, ଅବିକୃତ ଭାବରେ ତାଙ୍କୁ ପରିପ୍ରକାଶ କରିପାରିବା, ଯୋଉଟା କି ସେ ଆମକୁ ସବୁବେଳେ ପ୍ରେରିତ କରୁଥିଲେ ଏବଂ ସବୁ ସମୟରେ ସେ ବି ଆମକୁ ପ୍ରସ୍ତୁତ କରିବା ପାଇଁ ତାଙ୍କର ଯଥାସାଧ୍ୟ ସେ ଚେଷ୍ଟା କରି ଯାଇଛନ୍ତି। ଆମର ଚେତନାର ସ୍ଥିତି ଅନୁସାରେ ଆମେ ତାଙ୍କୁ ଯେମିତି ଗ୍ରହଣ କରିଛୁ, କିନ୍ତୁ ଏବେ ସଂକଳ୍ପ କରିବା ଯେ ପୂର୍ଣ୍ଣ ଭାବେ ମାଙ୍କର ଯନ୍ତ୍ର ହୋଇଉଠିବ। ଥ୍ୟାଙ୍କ ୟୁ ଅଲ୍।